ପିତା ଓ ପୁତ୍ର ଏବଂ ପବିତ୍ରାତ୍ମାଙ୍କ ନାମରେ ଆମେନ୍। କୃଷ୍ଣଙ୍କଠାରେ ମୋର ସ୍ନେହର ଭାଇ ଭଉଣୀମାନେ, ଆପଣମାନଙ୍କ ସମସ୍ତଙ୍କୁ ଜୟ ଯୀଶୁ। ଆପଣମାନଙ୍କ ସମସ୍ତଙ୍କୁ ମୁଁ ଏହି ଦୈନିକ ଆହାର ପ୍ରୋଗ୍ରାମକୁ ମୁଁ ସ୍ୱାଗତ ଜଣାଉଛି। ଆଜି ହେଉଛି ଅଗଷ୍ଟ ମାସ 28 ତାରିଖ 2025। ଆଜିର ସୁସମାଚାର ମାର୍କୋ ଲିଖିତ ସୁସମାଚାର 24 ଅଧ୍ୟାୟ 42ରୁ 51 ପଦ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କର ବାକ୍ୟ ଶୁଣିବା। ତେଣୁ ଜାଗ୍ରତ ରହ, କେଉଁ ସମୟରେ ତୁମ୍ଭମାନଙ୍କର ପ୍ରଭୁ ଆସିବେ ତାହା ତୁମେମାନେ ଜାଣିପାରିବ ନାହିଁ। କିନ୍ତୁ ଏହା ଜାଣି ରଖ, ଯଦି ଗୃହକର୍ତ୍ତା ଜାଣିପାରନ୍ତେ ଯେ ରାତ୍ରିର କେଉଁ ପ୍ରହରରେ ଚୋର ଆସିବ, ତେବେ ସେ ଜାଗ୍ରତ ରହିଥାନ୍ତେ ଓ ଚୋରକୁ ସିନ୍ଧି ଖୋଲି ଘରେ ପଶିବାକୁ ଦିଅନ୍ତେ ନାହିଁ। ତେଣୁ ତୁମେମାନେ ମଧ୍ୟ ପ୍ରସ୍ତୁତ ରୁହ, କାରଣ ମନୁଷ୍ୟପୁତ୍ର ଅପ୍ରତ୍ୟାଶିତ ସମୟରେ ଆସିବେ। କିଏ ତେବେ ସେ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ, ଯାହାକୁ ତାର ମୁନିବ ନିଜର ପରିବାର ବର୍ଗର ଦାୟିତ୍ୱ ଏବଂ ଅନ୍ୟ ଦାସମାନଙ୍କୁ ଯଥା ସମୟରେ ଖାଦ୍ୟ ଦେବା ପାଇଁ ନିଯୁକ୍ତି କରିଦେଇଅଛନ୍ତି? ଧନ୍ୟ ସେହି ଦାସ, ଯାହାଙ୍କୁ ତାର ମୁନିବ ଫେରି କାର୍ଯ୍ୟରେ ନିଷ୍ଠ ହୋଇ ରହିଥିବା ଦେଖିବେ। ମୁଁ ତୁମମାନଙ୍କୁ ସତ୍ୟ କହେ, ସେ ତାହାକୁ ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବେ। କିନ୍ତୁ ଯଦି ସେହି ଦୁଷ୍ଟ ଦାସ ନିଜକୁ କହେ, ମୋର ମୁନିବ ବିଳମ୍ବରେ ଆସିବେ, ଓ ଅନ୍ୟ ସହଦାସମାନଙ୍କୁ ପ୍ରହାର କରି ମଦ୍ୟପମାନଙ୍କର ସାଙ୍ଗରେ ଭୋଜନ ପାନ କରେ, ତେବେ ତାର ମୁନିବ ସେ ଦିନ ଆସି ପହଞ୍ଚିବେ, ଯେତେବେଳେ ସେହି ଦାସ ତାଙ୍କୁ ଅପେକ୍ଷା କରୁନଥିବ ଓ ସେହି ମୁହୂର୍ତ୍ତ ଯାହା ସେ ଜାଣିନଥିବ। ସେ ତାଙ୍କୁ କଠିନ ଶାସ୍ତି ଦେଇ କପଟୀମାନଙ୍କର ସହିତ ରଖିବେ, ଯେଉଁଠାରେ କ୍ରନ୍ଦନ ଓ ଦ୍ୱନ୍ଦ୍ୱ କଡ଼ମଡ଼ ହେଉଥିବ। ପ୍ରଭୁଙ୍କର ସୁସମାଚାର। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟ, ତୁମର ପ୍ରଶଂସା ହେଉ। କୃଷ୍ଣଙ୍କଠାରେ ମୋର ସ୍ନେହର ଭାଇ ଭଉଣୀମାନେ, ଆଜିର ସୁସମାଚାର ମାଧ୍ୟମରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କୁ ସଦାବେଳେ ଜାଗ୍ରତ ରହିବା ପାଇଁ ବା ସତର୍କ ରହିବା, ଆମର ଜୀବନରେ ସତର୍କ ରହିବା ପାଇଁ ସେ କହନ୍ତି। କାରଣ ଆମେ ଆମର ମରଣ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ କେତେବେଳେ ହେବ ଆମ୍ଭମାନଙ୍କୁ ଜଣା ନାହିଁ। କାରଣ ଆମର ମୃତ୍ୟୁ ସମୟରେ, ମୃତ୍ୟୁ ପରେ ପରେ ଆମ ସମସ୍ତଙ୍କର ବିଚାର ଅଛି। ତେଣୁକରି ଆମେ ସମସ୍ତେ ସତର୍କର ସହିତ ଆମେ ଜୀବନଯାପନ କରିବାକୁ ପଡ଼ିବ। ଆଉ ଆମେମାନେ ସମସ୍ତେ ପ୍ରସ୍ତୁତ ହେଇକି ରହିବାକୁ ପଡ଼ିବ। ସବୁବେଳେ ଆମେ ପ୍ରସ୍ତୁତ ହେବାର ଅଛି। ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧର୍ମଶାସ୍ତ୍ରୀ ଏବଂ ଫାରିସୀମାନଙ୍କୁ କିପରି ପ୍ରସ୍ତୁତ ହେବାର ଅଛି ବୋଲିକି କହୁଛନ୍ତି। ତ ସେମାନେ କହୁଛନ୍ତି, ତୁମେ ଦୟା ଦେଖାଇବାର ଅଛି, ଆଉ ତୁମେ ଦୟା ଦେଖାଇବା ପାଇଁ ତୁମେ ଅବହେଳା କରୁଅଛ। ତୁମେ ନିର୍ଦ୍ଦିଷ୍ଟ ଜୀବନଯାପନ କରୁନାହଁ, ସେହିପରି ତୁମେ ବିଶ୍ୱସ୍ତ ରହୁନ। ଏ ତିନୋଟି ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ କହୁଛନ୍ତି। ତେଣୁକରି ଆମେ ଅନ୍ୟମାନଙ୍କୁ ଦୟା ଦେଖାଇ, ଅନ୍ୟମାନଙ୍କୁ ଠାରେ ନିର୍ଦ୍ଦିଷ୍ଟ ବ୍ୟବହାର କରି ଈଶ୍ୱରଙ୍କ ଠାରେ ଏବଂ ପ୍ରତିବାସୀଙ୍କ ଠାରେ ବିଶ୍ୱସ୍ତ ରହି ଆମେ ନିଜକୁ ପ୍ରସ୍ତୁତ କରିବା ପାଇଁ ଆମ୍ଭେମାନେ ସମସ୍ତେ ଚେଷ୍ଟା କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟିଏ ଉପମା ମାଧ୍ୟମରେ ଆଜିର ସୁସମାଚାରରେ ଆମେ ଶୁଣିଲୁ। ମୁନିବ ଏବଂ ଦାସର ଉପମା ମାଧ୍ୟମରେ ଆମ୍ଭମାନଙ୍କୁ କିପରି ଜାଗ୍ରତ ରହିବାର ଅଛି ବୋଲିକି ଆମ୍ଭମାନଙ୍କୁ ଆହୁରି ଭଲ ଭାବରେ ସେ ବୁଝେଇ ଦେଉଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଧନ୍ୟ ସେହି ଦାସ, ଯାହାଙ୍କୁ ତାର ମୁନିବ କାର୍ଯ୍ୟରେ ନିଷ୍ଠ ହୋଇ ରହିଥିବା ଦେଖିବ। ଆଉ ତାର ଅର୍ଥ ହେଉଛି, ଆଉ ଧନ୍ୟ ଯେଉଁମାନେ ପବିତ୍ର ଜୀବନଯାପନ କରି ଈଶ୍ୱରଙ୍କର ଆଜ୍ଞା ଗୁଡ଼ିକ ପାଳନ କରି ସତର୍କରେ ଜୀବନଯାପନ କରନ୍ତି, ସେମାନେ ଧନ୍ୟ ବୋଲିକି ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି। ଆଉ ଯୀଶୁ ଅଛନ୍ତି ଆମ ସମସ୍ତଙ୍କର ମୁନିବ, ଆଉ ଆମେ ସମସ୍ତେ ତାଙ୍କର ଦାସ ଦାସୀମାନେ। ଏଇଟା ହେଉଛି ସେ ଉପମାର ଅର୍ଥ। ଯୀଶୁ ହେଉଛନ୍ତି ସେ ମୁନିବ, ଆଉ ଯୀଶୁ ଆମ୍ଭମାନଙ୍କୁ ସମସ୍ତଙ୍କୁ
ମାନେ ଦାୟିତ୍ୱ ଦେଇଛନ୍ତି। ଆମେ କହିବା ପରମେଶ୍ୱର ଆମ ସମସ୍ତଙ୍କୁ ସୃଷ୍ଟି କରି ଏହି ଜଗତକୁ ପଠେଇଛନ୍ତି, କିଛି ନା କିଛି ଦାୟିତ୍ୱ ଦେଇକି ପଠେଇଛନ୍ତି। ଆଉ ଆମର ବ୍ୟକ୍ତିଗତ ଦାୟିତ୍ୱ ଅଛି, ପାରିବାରିକ ଦାୟିତ୍ୱ, ସାମାଜିକ ଦାୟିତ୍ୱ, ଆଉ ରାଜନୈତିକ ଦାୟିତ୍ୱ, ଆଉ ମାଣ୍ଡଳିକ ଦାୟିତ୍ୱ, ଏ ପ୍ରକାର ସବୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେଇକି ପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସୃଷ୍ଟି କରି ଏହି ଜଗତକୁ ପଠେଇଛନ୍ତି। ଆଉ ଏହି ଦାୟିତ୍ୱ ପୂର୍ଣ୍ଣ କରିବା ପାଇଁ ଆମ୍ଭମାନଙ୍କୁ ପରମେଶ୍ୱର ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ଦାୟିତ୍ୱ ପୂର୍ଣ୍ଣ କରିବା ପାଇଁ ଆମ ସମସ୍ତଙ୍କୁ ଶକ୍ତି ମଧ୍ୟ ପ୍ରଦାନ କରିଛନ୍ତି। ତେଣୁକରି ପରମେଶ୍ୱର ଚାହୁଁଛନ୍ତି ଯେ ଆମେ ସମସ୍ତେ ଏହି ପରମେଶ୍ୱର ଦେଇଥିବା ଶକ୍ତିକୁ ବ୍ୟବହାର କରି ଆମେ ଆମର ଦାୟିତ୍ୱ ସବୁ ପୂର୍ଣ୍ଣ କରିବା ପାଇଁ ପ୍ରଭୁ ପରମେଶ୍ୱର ଚାହୁଁଛନ୍ତି। ଆଉ ଆମେ ନିଜ ନିଜକୁ ଆଜି ପଚାରି ଦେଖିବା, ମୁଁ ପରମେଶ୍ୱର ମୋତେ ଦେଇଥିବା ସେହି ଦାୟିତ୍ୱ ଗୁଡ଼ିକ ମୁଁ ପୂର୍ଣ୍ଣ କରିଛି କି ନାହିଁ, ଆଉ ମୁଁ ପ୍ରସ୍ତୁତ ଅଛି କି, ମୁଁ ଜାଗ୍ରତାର ସହିତ ମୁଁ ଜୀବନଯାପନ କରୁଛି କି, ସେହି ବିଷୟରେ ଆମେ ଆଜି ଧ୍ୟାନ ଦେଖିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଭଲ ଦାସର ବିଷୟରେ କହନ୍ତି, ଯେ କି ତାଙ୍କର ମୁନିବ ଦେଇଥିବା ସବୁ ଦାୟିତ୍ୱ ଗୁଡ଼ିକ ସେ ପାଳନ କରିବା ଗୋଟେ ଉତ୍ତମ ଦାସ। ଆଉ ତାଙ୍କୁ ପୁରସ୍କୃତ କରାଯିବ, ତାଙ୍କୁ ପୁରସ୍କାର ଦିଆଯିବ। ଆଉ ଜଣେ ଦୁଷ୍ଟ ଦାସର ବିଷୟରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଯେ କି ସତର୍କରେ ନାହିଁ। ସେ କହୁଛନ୍ତି ମୋର ମୁନିବ ଆସିବା ପାଇଁ ଡେରି ହେବ। ତେଣୁକରି ସେ ଅନ୍ୟ ସହଦାସମାନଙ୍କୁ ସେ ମାରିଛନ୍ତି, ଆଉ ନିର୍ଯାତନା ଦେଉଛନ୍ତି, ଆଉ ମଦ୍ୟପମାନଙ୍କ ସାଙ୍ଗରେ ମିଶିକି ଆଉ ଭୋଜନ ପାନ କରି ଗୋଟିଏ ଢିଲା ଜୀବନଯାପନ କରୁଛନ୍ତି, ଦାୟିତ୍ୱହୀନ ଜୀବନଯାପନ କରୁଛନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି ମାନେ ତାଙ୍କର ମୁନିବ ସେ ଦୁଷ୍ଟ ଦାସ ନ ଭାବିବା ସମୟରେ ସେ ହଠାତ୍ ପଳେଇ ଆସିବେ। ଆଉ ସେଇ ଦୁଷ୍ଟ ଦାସ ମଦ୍ୟପ ମାନେ ଅବସ୍ଥାରେ ସେ ଦେଖିବେ ଏବଂ ତାଙ୍କୁ କଠୋର ଶାସ୍ତି ଦେବେ ବୋଲିକି କୁହାଯାଉଛି। ତେଣୁ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ଆମ୍ଭମାନଙ୍କୁ ସତର୍କବାଣୀ ଦିଅନ୍ତି ଯେ ଆମେ ଯଦି ଜାଗ୍ରତାର ସହିତ ଜୀବନଯାପନ କରିନାହୁଁ, ତାହେଲେ ଆମ୍ଭମାନଙ୍କର କଠୋର ଶାସ୍ତି ପାଇବାର ମଧ୍ୟ ଆମର ମାନେ ଆମର ସମ୍ଭାବନା ଅଛି। ତେଣୁକରି ଆମେ ସମସ୍ତେ ସତର୍କର ସହିତ ଆମେ ଜୀବନଯାପନ କରିବାର ଅଛି। ଆଉ ଆମେ କିପରି ଦାସ, ମୁଁ ସେହି ଭଲ ଦାସ ପରି କି ନା ମୁଁ ସେ ଦୁଷ୍ଟ ଦାସ ପରି, ଆମେ ନିଜ ନିଜକୁ ଆମେ ମୂଲ୍ୟାଙ୍କନ କରି ଦେଖିବା। ଆମେ ସମସ୍ତେ ଆମର ବିଶ୍ୱାସ ଅନୁସାରେ ଆମେ ସମସ୍ତେ ଈଶ୍ୱରଙ୍କ ଠାରେ ଆମେ ହିସାବ ଦେବାର ଅଛି। ଆମର ଜୀବନର ହିସାବ ପୃଥିବୀର ସମସ୍ତେ ବଡ଼ ଛୋଟ ଫାଦର ଶିଷ୍ୟ ଯିଏ ହେଲେ ମଧ୍ୟ ଜୀବନର ହିସାବ ଆମେ ପ୍ରଭୁଙ୍କୁ ଆମେ ଦେବାର ଅଛି। ତେଣୁକରି ପ୍ରିୟ ଭାଇ ଭଉଣୀମାନେ, ଆମେ ସତର୍କରେ ଜୀବନଯାପନ କରିବା। ଆମେ ଆମର ଶତ୍ରୁମାନଙ୍କୁ କ୍ଷମା ଦେବା, ସେହିପରି ଆମର ପାପ ପାଇଁ ଆମେ ଅନୁତାପ କରିବା, ସେହିପରି ପାପ ସ୍ୱୀକାର କରିବା, ସେହିପରି ଆମେ ଯେତେ ପାରିବା ସେତିକି ସ୍ନେହ ସେବା କରି ଆମେ ନିଜକୁ ଜାଗ୍ରତାର ସହିତ ଜୀବନଯାପନ କରିବା ପାଇଁ ଏବଂ ଆମର ମୃତ୍ୟୁ ପାଇଁ ନହେଲେ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ପାଇଁ ନିଜ ନିଜକୁ ଆମେ ପ୍ରସ୍ତୁତ କରି ରଖିବା। ଆଉ ଆମେ ନିଜ ନିଜକୁ ପଚାରିବା, ଆଜି ଏବେ ଯଦି ମୁଁ ମୃତ୍ୟୁ ଭୋଗ କରିବି ତାହେଲେ ମୋର ଅବସ୍ଥା କ'ଣ ହେବ? ଆମେ ପ୍ରାର୍ଥନା କରିବା। ହେ ପ୍ରଭୁ ପରମେଶ୍ୱର, ତୁମର ପ୍ରିୟ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଦେଇ ଆମ୍ଭମାନଙ୍କୁ ଏହି ସତର୍କବାଣୀ ପ୍ରଦାନ କରିଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ହେ ପ୍ରଭୁ, ଏହି ପୃଥିବୀରେ ନ୍ୟାୟର, ନୀତିର ଏବଂ ବିଶ୍ୱସ୍ତତାର ଜୀବନଯାପନ କରି ସଦାବେଳେ ତୁମେ ଆମ୍ଭମାନଙ୍କୁ ଦେଇଥିବା ସେହି ଦାୟିତ୍ୱ ଗୁଡ଼ିକ ପୂର୍ଣ୍ଣ କରି ସତର୍କର ସହିତ ଜୀବନଯାପନ କରିବା ପାଇଁ ଆମ୍ଭମାନଙ୍କୁ ସାହାଯ୍ୟ କର। ତାହେଲେ ଆମର ଶେଷ ସମୟରେ ଆମେ ତୁମ ଆଗରେ ଠିଆ ହେଇ ଆମର ପୁଣ୍ୟର ପୁରସ୍କାର ଆମେ ପାଇବା ପାଇଁ, ଅନନ୍ତ ଜୀବନ ପାଇବା ପାଇଁ ଆମେ ସକ୍ଷମ ହେଇପାରିବୁ। ହେ ପ୍ରଭୁ, ଏହି ଦୈନିକ ଆହାର ପ୍ରୋଗ୍ରାମ ଦେଖୁଥିବା ପ୍ରତ୍ୟେକଙ୍କୁ ତୁମେ ପ୍ରଚୁର ଭାବରେ ଆଶୀର୍ବାଦ କର। ସେମାନଙ୍କର ଉତ୍ତମ ମନସ୍କାମନା ପୂର୍ଣ୍ଣ କର, ସେମାନଙ୍କୁ ପବିତ୍ର ରଖ, ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କର। ପ୍ରଭୁ,
ଏବଂ ପ୍ରଭୁ ସେମାନଙ୍କର ପରିବାରକୁ ମଧ୍ୟ ତୁମେ ଆଶୀର୍ବାଦ କର। ଏସବୁ ପ୍ରାର୍ଥନା ଆମେ କରୁଅଛୁ ତୁମ ଯୀଶୁ ଖ୍ରୀଷ୍ଟ ମଧ୍ୟସ୍ଥରେ ଆମେନ୍। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।